ସବୁ ଝିଅଙ୍କ ଭଳି କେତେ ଆଶା ନେଇ ବାହା ହୋଇକି ଆସିଥିଲି। ଇଚ୍ଛା ଥିଲା ଝିଅ ହେଲା ପରେ ଆମେ ବୁଲିବାକୁ ଯିବୁ। ଏବେ କିନ୍ତୁ ମୋର ସବୁ ସ୍ୱପ୍ନ ଭାଙ୍ଗିଗଲା ଭଳି ଲାଗୁଛି। ବିଧାତା ମୋ ଗୋଡ଼ ଦୁଇଟାକୁ ଅକାମୀ କରିଦେଲା। ଆଜ୍ଞା ହଁ, ଏ କଥା ହେଉଛି ଯାଜପୁର ଜିଲ୍ଲା କବିତା ପଣ୍ଡାଙ୍କର। ବାହାଘର ପରେ ବେଶ ହସ ଖୁସିରେ ତାଙ୍କ ପରିବାର ଚାଲୁଥିଲା। ବାହାଘରର କିଛି ବର୍ଷ ପରେ ପୁଅଟିଏ ଜନ୍ମ ହେଲା ଏବଂ ପୁଅ ଜନ୍ମର 2 ବର୍ଷ ପରେ ଝିଅଟିଏ ମଧ୍ୟ ହେଲା। କିନ୍ତୁ ଝିଅର ଜନ୍ମ ପରେ କବିତାଙ୍କର 2ଟି ଗୋଡ଼ ଅକାମୀ ହୋଇଗଲା। ସେ ଆଉ ଚଲାବୁଲା କରିପାରିଲେ ନାହିଁ। ସ୍ୱାମୀ ତ୍ରିଲୋଚନ ପଣ୍ଡା ସ୍ତ୍ରୀଙ୍କର ଏହି ଅବସ୍ଥା ଦେଖିବା ପରେ ଯାହାବି କିଛି ଟଙ୍କା ସଞ୍ଚୟ କରିଥିଲେ ସେ ସବୁତକ ସ୍ତ୍ରୀର ଚିକିତ୍ସାରେ ସାରିଦେଲେ। କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ କବିତାଙ୍କ ଚିକିତ୍ସା ପାଇଁ ଆହୁରି ଅଧିକ ଟଙ୍କାର ଆବଶ୍ୟକତା ରହିଛି। ସ୍ତ୍ରୀର ଚିକିତ୍ସା ପାଇଁ ଏବେ ସ୍ୱାମୀ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ବସିଛନ୍ତି। ମୋ ନାଁ କବିତା ପଣ୍ଡା। ମୁଁ ଏଇ 7 ବର୍ଷ ହେଲା ବେମାରୀ ଅଛି। ମୋର ସ୍ୱାମୀ ମୂଲ୍ୟ ଲାଗିକି ଗୋଟେ ଲୋକ ମତେ ଇଏ କରନ୍ତି, ଘର ଚଳେଇବେ, ସେଥିରେ ମତେ ଚଳେଇବେ। ଭାସିଛି ମୋ ଛୁଆ ଯଦି ଇଏ ନ କରିମି ଆଉ ମୁଁ କେମିତି ପଇସା ଟିକେ ସାହାଯ୍ୟ କଲେ ମୁଁ କେମିତି ଭଲ ହେବି। ଡାକ୍ତର ତ କହୁଛି ବହୁତ ପଇସା ଲାଗିବ, ମୁଁ କେମିତି ଭଲ ଟିକେ ହେବି। ମୋ ସ୍ତ୍ରୀ ବେମାରିଆ ଲୋକ, ବହୁତ ଆଡ଼େ ବୁଲେଇଲେଣି, ବହୁତ ଆଡ଼େ ଖର୍ଚ୍ଚ କଲେଣି, ଆଉ କିଛି ଭଲ ହଉନାହିଁ। ଆପଣଙ୍କୁ ସାହାଯ୍ୟ ମାଗୁଛି। ମୁଁ ଆଉ ମୋର ଖର୍ଚ୍ଚ କରିବାକୁ ମୋର ପରାକ୍ରମ ନାହିଁ, ଆଉ ଏତେ କରିପାରିବି ନାହିଁ। ଆପଣଙ୍କୁ ସାହାଯ୍ୟ ମାଗୁଛି, କିଛି ସାହାଯ୍ୟ କରନ୍ତୁ। ଡାକ୍ତର କହିଲେଣି ଲକ୍ଷ ଲକ୍ଷ ଟଙ୍କା ଦରକାର। ଖଟିଲେ ଘର ଚଳିବ, ନ ଖଟିଲେ ନାହିଁ। ଗଲା ଆଉ କଣ କରିବି। ବହୁତ କଷ୍ଟରେ ମୁଁ ଚଳେଇଛି, ଆଉ କଣ କରିବି। ଆମର କଣ ବଳ ଥିବ ଆମେ ସବୁବେଳେ ଖଟିକି କରିପାରିବୁ। ଦୁଇଟି ପିଲାଙ୍କ କାମଠାରୁ ଆରମ୍ଭ କରି ଘର କାମ, ସେଥିରେ ପୁଣି ପେଟ ପାଇଁ ଅନ୍ୟ ଲୋକଙ୍କ ଘରେ କାମ କରିବାକୁ ପଡୁଛି ତ୍ରିଲୋଚନଙ୍କୁ। ଯଦି ଏହି ଅସହାୟ ପରିବାରକୁ ସରକାରୀ ସାହାଯ୍ୟ ମିଳେ ତାହେଲେ ତାଙ୍କ ପରିବାରର ହସ ଖୁସି ପୁଣି ଥରେ ଫେରି ଆସିବ। ଦେଖିବାକୁ ବାକି ରହିଲା କେବେ ସରକାରଙ୍କର ନଜର ପଡୁଛି ତ୍ରିଲୋଚନଙ୍କର ପରିବାର ଉପରେ। ଯାଜପୁରରୁ ମନୀଷା ରାଉତଙ୍କ ରିପୋର୍ଟ, ନ୍ୟୁଜ୍ 18 ଲୋକାଲ।